ମେଷ ରାଶି ପାଇଁ ଜୁନ୍ ମାସର ମାସିକ ରାଶିଫଳ। ଜୁନ୍ ମାସରେ ମେଷ ରାଶିର ଆର୍ଥିକ କ୍ଷେତ୍ର ଠିକ୍ ଠାକ୍ ରହୁଥିବା ବେଳେ ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଜନିତ ସମସ୍ୟାର ସାମନା କରିପାରନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମେଷ ରାଶିର ଦ୍ୱିତୀୟ ଧନଭାବ ବୃଷ ରାଶି ଏବଂ ସପ୍ତମ ବାଣିଜ୍ୟ ଭାବ ତୁଳା ରାଶିର ଅଧିପତି ଶୁକ୍ର ମହାଗ୍ରହ ଜୁନ୍ ମାସ 29 ତାରିଖ ପର୍ଯ୍ୟନ୍ତ ମେଷ ରାଶିରେ ଅବସ୍ଥାନ କରିଥିବେ। ମେଷ ରାଶିସ୍ଥ ଶୁକ୍ର ମହାଗ୍ରହଙ୍କର ଦୃଷ୍ଟି ନିଜ ଘର ତୁଳା ରାଶି ଉପରେ ରହିଥିବାରୁ ମେଷ ରାଶି ବ୍ୟକ୍ତି ବାଣିଜ୍ୟ ବେପାର କରୁଥିଲେ ସେହିସବୁ କ୍ଷେତ୍ରରୁ ବହୁତ ଶୁଭଫଳ ପାଇପାରିବେ। ଆୟ ବା ଏକାଦଶ ସ୍ଥାନରେ ଅବସ୍ଥାନ କରିଥିବା ରାହୁ ମହାଗ୍ରହ ବେପାର କ୍ଷେତ୍ରରୁ ଏକଚାଟିଆ ଲାଭ ଦେବା ପାଇଁ ସମର୍ଥ ହେବେ। ତେଣୁ ବ୍ୟବସାୟିକ କ୍ଷେତ୍ରରୁ ଆଶାଠାରୁ ଅଧିକା ଅର୍ଥଲାଭ ହେବାର ସୂଚନା ମିଳେ। କିନ୍ତୁ ଦ୍ୱାଦଶ ବା ବ୍ୟୟ ଭାବରେ ମୀନ ରାଶିରେ ରହିଥିବା ଶନି ମହାଗ୍ରହ ଖର୍ଚ୍ଚର ପରିମାଣ ମଧ୍ୟ ବଢ଼ାଇ ଚାଲିଥିବେ। ତେବେ ବି ବ୍ୟୟଠାରୁ ଆୟ ଅଧିକା ରହିବ। ଚାକିରି କରୁଥିଲେ, ବିଶେଷତଃ ସରକାରୀ ଚାକିରିରେ ଶୁଭ ଫଳର ଆଶା କରାଯାଏ। ମାସର ଦ୍ୱିତୀୟାର୍ଦ୍ଧରେ ମିଥୁନ ରାଶିରେ ଘଟୁଥିବା ବୁଧାଦିତ୍ୟ ଯୋଗ ମେଷ ରାଶି ବ୍ୟକ୍ତିଙ୍କୁ ଚାକିରି କ୍ଷେତ୍ରରେ ଉଚ୍ଚ ପଦାସୀନ କରାଇପାରେ। ନିଜ ପରାକ୍ରମରେ ସାମନାକୁ ଆସୁଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ସମର୍ଥ ହେବେ। ପ୍ରଶାସନିକ କ୍ଷମତା ହାସଲ କରିବେ। ଚାକିରିରେ ପ୍ରମୋସନ୍ ମିଳିବାର ସମ୍ଭାବନା ରହିଅଛି, କିନ୍ତୁ ବଦଳି ହେବାର ମଧ୍ୟ ସମ୍ଭାବନା ଅଛି। କର୍ମକ୍ଷେତ୍ରରେ କରୁଥିବା କାର୍ଯ୍ୟକୁ ନେଇ ବାହାରକୁ ଭ୍ରମଣର ଯୋଗ ବା ଯାତ୍ରାର ଯୋଗ ମଧ୍ୟ ରହୁଛି। ଜୁନ୍ ମାସରେ ମେଷ ରାଶି ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ଅପେକ୍ଷାକୃତ ଭାବେ ଭଲ ରହିବ। ମେଷ ରାଶିରେ ବିରାଜିତ ଶୁଭଗ୍ରହ ଶୁକ୍ର ଏବଂ ତୃତୀୟ ଭାବ ମିଥୁନ ରାଶିରେ ବିରାଜିତ ନୈସର୍ଗିକ ଶୁଭଗ୍ରହ ବୃହସ୍ପତି ମେଷ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଆର୍ଥିକ ସମୃଦ୍ଧି ଆଣିଦେବେ। ଧନ ଓ ବାଣିଜ୍ୟ ଭାବର ଅଧିପତି ଶୁକ୍ର ମେଷ ରାଶିରେ ରହିବା ଏବଂ ବୃହସ୍ପତିଙ୍କର ଦୃଷ୍ଟି ମେଷ ରାଶିର ବାଣିଜ୍ୟ, ଭାଗ୍ୟ ଏବଂ ଆୟ ଭାବ ଉପରକୁ ରହିଥିବାରୁ ଏହି ସମୟରେ ମେଷ ରାଶି ଜାତୀୟ ବ୍ୟକ୍ତିଙ୍କର ଆଶାଠାରୁ ଅଧିକ ଅର୍ଥର ଆଗମନ ଘଟିବ। ଶନି ଯେତେ ବ୍ୟୟ କଲେ ମଧ୍ୟ ଅର୍ଥ ସଞ୍ଚୟ ହୋଇ ରହିପାରିବ। ଜୁନ୍ ମାସରେ ମେଷ ରାଶିର ପ୍ରେମ ଓ ବିବାହ କ୍ଷେତ୍ରକୁ ଦେଖିଲେ ଜଣାଯାଏ ଯେ ପ୍ରେମର କାରକ ଗ୍ରହ ଶୁକ୍ର ମେଷ ରାଶିରେ ରହି ମେଷ ରାଶି ବ୍ୟକ୍ତିଙ୍କ ମନ ମଧ୍ୟରେ ରୋମାଣ୍ଟିଜିମ୍ ଭରିଦେବେ। ଲଭ୍ ଲାଇଫରେ ଥିବା ପ୍ରେମୀ ଯୁଗଳଙ୍କ ମନ ଆକାଶରେ ଉଡ଼ିବ। କିନ୍ତୁ ମେଷ ରାଶିର ପଞ୍ଚମ ଭାବରେ ରହିଥିବା କେତୁ ମହାଗ୍ରହ ସମୟ ସମୟରେ ଉଭୟଙ୍କ ମନ ମଧ୍ୟରେ ସନ୍ଦେହର ବୀଜ ବୁଣିଦେବେ ଏବଂ ଏହାକୁ ମଙ୍ଗଳ ମହାଗ୍ରହ ମଧ୍ୟ ଇନ୍ଧନ ଯୋଗାଇବେ। ତେଣୁ ପରସ୍ପର ପ୍ରତି ଅହେତୁକ ସନ୍ଦେହ କରିପାରନ୍ତି ଏବଂ ଏହି ସନ୍ଦେହ କଳି ଝଗଡ଼ାରେ ମଧ୍ୟ ପରିବର୍ତ୍ତିତ ହୋଇପାରେ। କିନ୍ତୁ ମେଷ ରାଶିରେ ଅବସ୍ଥିତ ଶୁକ୍ର ଏହି ସମସ୍ୟାକୁ ସମ୍ଭାଳିବାରେ ସମର୍ଥ ହେବେ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ଜୁନ୍ ମାସଟି ବିଶେଷ ଶୁଭ ଖବର ନେଇକରି ଆସିଛି। ସପ୍ତମ ବିବାହ ସ୍ଥାନକୁ ସପ୍ତମାଧିପ ଶୁକ୍ର ଏବଂ ବୃହସ୍ପତିଙ୍କର ଦୃଷ୍ଟି ସୁନ୍ଦର ବିବାହ ପ୍ରସ୍ତାବମାନ ମେଷ ରାଶି ଜାତକଙ୍କ ପାଇଁ ଆଣିଦେବ ଏବଂ ବିବାହ ତାରିଖ ମଧ୍ୟ ସ୍ଥିର ହୋଇଯିବ। ଏପରିକି ଚଟ୍ ମଙ୍ଗନୀ ପଟ୍ ବ୍ୟାହ ଭଳି ଅବସ୍ଥା ଅର୍ଥାତ୍
ଏହି ସିଜିନ୍ରେ ବିବାହ କାର୍ଯ୍ୟ ମଧ୍ୟ ସମାପନ ହୋଇଯିବାର ସମ୍ଭାବନା ଦେଖାଯାଉଅଛି। ଜୁନ୍ ମାସରେ ମେଷ ରାଶିର ପାରିବାରିକ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ ଏ ମାସଟି ମେଷ ରାଶି ଜାତକଙ୍କ ପାଇଁ ଅନୁକୂଳ ଫଳ ପ୍ରଦାନ କରିବ। ପରିବାର ମଧ୍ୟରେ ମାଙ୍ଗଳିକ ଓ ଶୁଭ କାର୍ଯ୍ୟ ଅନୁଷ୍ଠିତ ହେବାର ଯୋଗ ରହିଅଛି। ଦ୍ୱିତୀୟ, କୁଟୁମ୍ବ ସ୍ଥାନର ଅଧିପତି ଶୁକ୍ର ମେଷ ରାଶିରେ ରହି ପାରିବାରିକ ସୁଖ ସମୃଦ୍ଧି ପ୍ରଦାନ କରୁଥିବା ବେଳେ ଦ୍ୱିତୀୟ ଭାବରେ ବୁଧାଦିତ୍ୟ ଯୋଗ ଏହି ଭାବକୁ ଅଧିକ ପରିପୁଷ୍ଟ କରିବ। ପରିବାରର ସଦସ୍ୟମାନଙ୍କ ଭିତରେ ସାମଞ୍ଜସ୍ୟ ଓ ତାଳମେଳ ରହିବ। ପରିବାରର ସଦସ୍ୟମାନେ ଏକାଠି ବସି ନିଷ୍ପତ୍ତି ନେବେ। କିନ୍ତୁ ଚତୁର୍ଥ ଭାବରେ ଅବସ୍ଥିତ ମଙ୍ଗଳ ନିଜ ନୀଚ ରାଶି କର୍କଟ ରାଶିରେ ରହିଥିବାରୁ ମାତାଙ୍କ ସହିତ ଝଗଡ଼ା ହୋଇପାରେ ଅଥବା ମାତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯିବାର ମଧ୍ୟ ସମ୍ଭାବନା ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ମେଷ ରାଶି ଅଧିପତି ମଙ୍ଗଳ ଚତୁର୍ଥ ନୀଚ ଭାବରେ ରହି ହୃଦୟ ବିକାର ଭଳି ସମସ୍ୟା ପ୍ରଦାନ କରିପାରେ। ବ୍ଲଡ଼ ପ୍ରେସର ସହିତ ରକ୍ତଗତ ରୋଗ ମଧ୍ୟ ପ୍ରଦାନ କରିବାର ସମ୍ଭାବନା ରହିଅଛି। ଶରୀରରେ ବ୍ରଣ, ଫୋଟକା ବା ଘା ଭଳି ସମସ୍ୟାର ସାମନା କରିବାକୁ ପଡ଼ିପାରେ। ମାସର ପ୍ରଥମ ସପ୍ତାହ ପରେ ମଙ୍ଗଳ ମେଷ ରାଶିର ପଞ୍ଚମ ସ୍ଥାନରେ ସିଂହ ରାଶିରେ କେତୁଯୁକ୍ତ ହୋଇ ରହିଲେ ଶରୀରରେ ଅସ୍ତ୍ରୋପଚାର ହେବାର ମଧ୍ୟ ସମ୍ଭାବନା ରହିଅଛି। ଏ ତ ଗଲା ମୋଟାମୋଟି ଭାବରେ ମେଷ ରାଶି ପାଇଁ ଜୁନ୍ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ମେଷ ରାଶି ବ୍ୟକ୍ତି ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମେଷ ରାଶି ଜାତ ବ୍ୟକ୍ତି ଏ ମାସଟିରେ ସମ୍ପୂର୍ଣ୍ଣ ଶୁଭ ଫଳ ପାଇପାରିବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ।